ରାଧେଶ୍ୟାମପୁର ନାମକ ଗୋଟିଏ ସୁନ୍ଦର ଗାଁ ଥିଲା। ସେହି ଗାଁରେ ଗୋଟିଏ ଜମିଦାର ରହୁଥିଲେ। ଜମିଦାରର ନାମ ରାଜେନ୍ଦ୍ର ପ୍ରସାଦ ଥିଲା। ସେ ବହୁତ ଧନୀ ଲୋକ ଥିଲେ। ସେ ଲୋକମାନଙ୍କୁ ଧାର ଦେଉଥିଲେ ଆଉ ସୁଧ ଆଦାୟ କରୁଥିଲେ। ଜମିଦାର ବାବୁ, ଏଥର ଚାଷ କରିବାକୁ ବିହନ ନାହିଁ। ଦୟାକରି ଯଦି କିଛି ଟଙ୍କା ସାହାଯ୍ୟ କରିବ, ଫସଲ ଅମଳ ହେଲେ ଫେରାଇ ଦେବି। ହଁ, ଅସୁବିଧାରେ ଯଦି ସାହାଯ୍ୟ ନ କରିବି ବଡ଼ ଲୋକ ହେବାର ଲାଭ କ'ଣ? ହେଲେ ହେଲେ କ'ଣ ଜମିଦାର ବାବୁ? ହେଲେ ସୁଧ ସହିତ ଫେରାଇବାକୁ ପଡ଼ିବ। ହଉ ଠିକ୍ ଅଛି, ଫସଲ ବିକ୍ରି ହେଲେ ଫେରାଇ ଦେବି। ଜମିଦାର ବହୁତ ଲୋଭୀ ଓ ଅହଙ୍କାରୀ ଥିଲେ। ସେ ଅସହାୟକ ଗରିବ ଲୋକଙ୍କଠୁ ଫାଇଦା ଉଠାଉଥିଲେ। ସେହି ଗାଁରେ ମାଧବ ଆଉ ତା ସ୍ତ୍ରୀ ରେବତୀ ରହୁଥିଲେ। ମାଧବର ଝିଅ ଲକ୍ଷ୍ମୀ ସହରରେ ରହି ପାଠ ପଢୁଥିଲା। ମାଧବ ରେବତୀକୁ କହିଲା, ଆରେ ରେବତୀ, ଖାଇବା ହେଲା ନା ନାହିଁ? କ୍ଷେତରେ ବହୁତ କାମ ଅଛି। ଏଇ ନିଅ ତମ ଟିଫିନ୍। ଏତେ ସକାଳୁ ଯାଇ କ'ଣ କରିବ? ଆଜି ଜଲ୍ଦି ଯାଇ ପୁରା କ୍ଷେତରେ ହଳ କରିବାକୁ ପଡ଼ିବ। ହଉ ଯାଅ, ଖାଇବା ଖାଇବ। ସନ୍ଧ୍ୟା ହେଲେ ଘରକୁ ଆସିଯିବ। ତାପରେ ମାଧବ କ୍ଷେତକୁ ଗଲା। ସେ କ୍ଷେତରେ ଯାଇ ହଳ କରିବାକୁ ଲାଗିଲା। ମାଧବ ହଳ କରୁଥିବା ସମୟରେ ସେହି ବାଟ ଦେଇ ଜମିଦାର ଯାଉଥିଲେ। ଜମିଦାର ଯାଉଥିବା ସମୟରେ ସେ ମାଧବକୁ ଦେଖିଲେ ଆଉ ଡାକିଲେ। ଆରେ ମାଧବ, ଏଠାକୁ ଆସିଲୁ। ଜମିଦାରର ଡାକ ଶୁଣି ମାଧବ କହିଲା, ଜମିଦାର ବାବୁ, କ'ଣ ହେଲା? କ'ଣ ପାଇଁ ମୋତେ ଡାକିଲେ? କୁହନ୍ତୁ, କ'ଣ କାମ ଥିଲା? ଆରେ ମାଧବ, ଏ ଛୋଟ ଜମିରେ ଚାଷ କରିକି କ'ଣ ପଇସା ରୋଜଗାର ହବ? ମୁଁ କହୁଛି, ଏ ଜମିଟିକୁ ମୋତେ ବିକିଦେ। ମୁଁ ଏହାର ଅଧିକ ମୂଲ୍ୟ ଦେବି। ହେଲେ ମୁଁ ଏ ଜମିକୁ ବିକି ପାରିବିନି। ଏ ଜମିରେ ଚାଷ କରି ମୁଁ ମୋ ପରିବାର ଚାଳୁଛି। ଏ ଜମିକୁ ବିକିଦେଲେ ମୋ ପରିବାର ଚଳିବ କିପରି? ତୁ ମୋ ବଡ଼ ଜମିରେ ଚାଷ କାମ କରିବୁ। ମୁଁ ତତେ ଆଠୁ ଅଧିକ ଦରମା ଦେବି। ମାଧବ ଜମିଦାର କଥା ଶୁଣି ଚିନ୍ତା କରିବାକୁ ଲାଗିଲା ଆଉ କହିଲା, କ୍ଷମା କରିବେ ଜମିଦାର ବାବୁ, ହେଲେ ମୁଁ ଏ ଜମିକୁ ବିକି ପାରିବିନି। ଏ ଜମିରେ ମୋ ବାପା ଚାଷ କରୁଥିଲେ। ଏ ଜମି ତାଙ୍କର ପ୍ରିୟ ଥିଲା। ମାଧବ ଏମିତି ମନା କରିବାରୁ ଜମିଦାର ରାଗି ଯାଇ ସେଠାରୁ ଚାଲିଗଲେ। ସନ୍ଧ୍ୟା ହୋଇଯିବାରୁ ମାଧବ ଘରକୁ ଗଲା। ମାଧବ ତା ସ୍ତ୍ରୀକୁ ସବୁ କଥା କହିଲା। କିଛି ଦିନ ପରେ ମାଧବ ତା ଜମିରେ କାମ କରୁଥିବା ସମୟରେ ହରିଆ ଆସିଲା। ମାଧବର ଫସଲ ଦେଖି ହରିଆ କହିଲା, ଆରେ ମାଧବ ଭାଇ, ତୋର ଏଥର ସମସ୍ତଙ୍କ ଠାରୁ ଭଲ ଫସଲ ହୋଇଛି। ହଁ ହରିଆ ଭାଇ, ସବୁ ସେଇ ଭଗବାନଙ୍କ ହାତରେ। ହଁ ଠିକ୍ କହିଲୁ। ହଁ ହଉ, କାମ କରେ, ମୁଁ ଯାଉଛି। ଏମିତି କହି ହରିଆ ସେଠାରୁ ଚାଲିଗଲା। ମାଧବ ତା କାମ ସାରି ଘରକୁ ଗଲା। ମାଧବ ଯେତେବେଳେ ଘରକୁ ଗଲା, ସେ ଦେଖିଲା ତା ଝିଅ ଲକ୍ଷ୍ମୀ ଘରକୁ ଆସିଯାଇଛି। ସେ ଲକ୍ଷ୍ମୀକୁ ଦେଖି ବହୁତ ଖୁସି ହୋଇଗଲା ଆଉ କହିଲା, ଆରେ ଲକ୍ଷ୍ମୀ, ତୁ କେତେବେଳେ ଫେରିଲୁ? ଆଉ ତୋ ପାଠପଢ଼ା କେମିତି ଚାଲିଛି? ମୁଁ ଏବେ ଟିକେ ହେଲା ଆସିଲି। ମୋ ପାଠପଢ଼ା ଶେଷ ହୋଇଗଲା। ଜବ୍ ପାଇଁ ପରୀକ୍ଷା ଦେଇଛି। ଏବେ ଏଇଠି ରହିବି। ହଁ ହଉ, ଭଲ ହେଲା। ଏଇଠି ମୁଁ ଶୁଣିଛି ଏ ବର୍ଷ ସବୁଠାରୁ ଅଧିକ ଫସଲ ଆମର ହୋଇଛି। ହଁ, ତମେ ଠିକ୍ ଶୁଣିଛ। ସବୁ ସେଇ ଭଗବାନଙ୍କ ଇଚ୍ଛା। ଏଥର ଅମଳ କରି ପାଖ ଗାଁରେ ନେଇ ବିକ୍ରି କରିବା। ଭଲ ପଇସା ହବ। ନହେଲେ ସହରରେ ନେଇ ବିକ୍ରି କରିବା, 4 ଗୁଣ ଅଧିକ ପଇସା ମିଳିବ। ହେଲେ ଝିଅ, ମୁଁ ତ ସହରରେ କାହାକୁ ଜାଣିନି। ବିକ୍ରି କାହାକୁ କରିବି? ମୁଁ ଜାଣିଛି, ମୋ ସାଙ୍ଗର ବାପା ଜଣେ ରାଇସ୍ ମିଲରେ କାମ କରୁଛନ୍ତି। ତାଙ୍କ ସହିତ ମୁଁ କଥା ହେବି। ହଁ ହଉ, ଚାଲ ଖାଇବା। ଧୀରେ ଧୀରେ ଗାଁ ସାରା ଖବର ମାତିଗଲା କି ମାଧବ ସହରରେ ଫସଲ ବିକ୍ରି କରିବ। ଯେତେବେଳେ ଜମିଦାର କଥା ଶୁଣିଲେ, ତାଙ୍କ ମନରେ ଅହଙ୍କାର ଜାତ ହେଲା। ଜମିଦାର କହିଲେ, ଆରେ ମାଧବ ଯଦି ସହରରେ ଫସଲ ବିକ୍ରି କରିବ, ତାହେଲେ ଜଲ୍ଦି ପଇସା ବାଲା ହୋଇଯିବ। ହେଲେ ମୁଁ ଏମିତି ହେବାକୁ ତାପରେ ଦେବି। ଜମିଦାର ତା ଚାକରକୁ ଡାକି କହିଲେ, ଆରେ କାଳୁ, ତୁ ଆଜି ରାତିରେ ଯାଇ ସେ ମାଧବର ଜମିରେ ନିଆଁ ଲଗାଇ ତା ଫସଲ ପୁରା ନଷ୍ଟ କରିଦେବୁ। ହଉ ଜମିଦାର ବାବୁ,
ଆପଣ ଯେମିତି ଚାହିଁବେ ସେମିତି ହବ। ତାପରେ ରାତି ହେଲା ଆଉ କାଳୁ ଜମିକୁ ଯିବାକୁ ବାହାରି ପଡ଼ିଲା। କାଳୁ ଯାଇ ନିଆଁ ଲଗାଇ ଦେଲା। ସକାଳ ହେଲା, ମାଧବ ତା ଜମିକୁ ଗଲା ଆଉ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ସେ ଦେଖିଲା ଜମିଦାରଙ୍କ ଫସଲ ପୁରା ଜଳି ଯାଇଛି ଆଉ ତାର ଜମିଦାର ଦେଖି ଦୁଃଖୀ ହୋଇଗଲେ ଆଉ ମନରେ ଅନୁତାପ କଲେ ଆଉ ଜାଣିପାରିଲେ ଯେ ଅନ୍ୟର ଖରାପ ଚିନ୍ତା କଲେ ନିଜର ହିଁ ଖରାପ ହୋଇଥାଏ। ମାଧବ ନିଜ ଫସଲ ସହରରେ ବିକ୍ରି କଲା ଆଉ ଢେର ସାରା ପଇସା ଆଣିଲା ଆଉ ସେମାନେ ଖୁସିରେ ରହିଲେ।